ମୁଁ ଶ୍ରୀ କରୁଣାକର ମଳିକ। କଣ ହେଇଛି ବାବା ତୋର? ମୁଁ +3 ରେ ଗୋପାଳପୁର ଆଡମିସନ କରିଥିଲି 15 ତାରିଖରେ। ତାପରେ ସ୍ୱରରେ ଗୋଟେ ଆଡମିସନ ଥିଲା ସ୍ପୋର୍ଟ ସିଲେକ୍ସନ 19 ତାରିଖ। ସେଠି ମୁଁ ଆପ୍ଲାଏ କଲି। ଆପ୍ଲାଏ କରିସାରିଲା ପରେ ମୋତେ ସେମାନେ ସିଲେକ୍ସନ କଲେ। ସିଲେକ୍ସନ କରିସାରିଲା ପରେ ଆଉ 124 ଟଙ୍କା ଦେବାକୁ ପଡ଼ିଲା। ମୁଁ ଦେଇଥିଲି। ତାପରେ ସେମାନେ ମୋତେ ଗୋଟେ ରସିଦ ଦେଲେ। ଦେଇ ସାରିଲା ପରେ କି ରସିଦ ଦେଲେ? ଗୋଟେ ସିରିଏଲ ନମ୍ବର ଥିଲା, ତା ଭିତରେ ମୋ ରୋଲ ନମ୍ବର ଥିଲା, ଆଉ 124 ଟଙ୍କା ଦେଇଥିଲେ ପ୍ରମାଣ ଥିଲା ସେଥିରେ। ହାତ ଲେଖାଟା ନା କମ୍ପ୍ୟୁଟର? ହାତ ଲେଖା ସେଥିରେ ସିଲ୍ ଥିଲା। ଆଚ୍ଛା, ଦେଖି କଣ କହିଲେ? ସେମାନେ ସିଗ୍ନେଚର ଅଛି, ସେମାନେ ଦେଇଦେଲେ। ତାପରେ ସେମାନେ କହିଲେ ଆଉ ସୋମବାର ଦିନ ତମେ ଆସିବ, ଆମେ ତମକୁ ରୁଟିନ୍ ଦେଇଦେବା ଆଉ ଆଇଡେଣ୍ଟି କାର୍ଡ଼ ଦେଇଦେବା। ଏହା ପରେ ଆଜି 19 ତାରିଖରେ ମୁଁ ଆସିକି ମୋ ପାଖରେ ପହଞ୍ଚିଲେ। ମୋତେ କହିଲେ ସିଗ୍ନେଚର କରିଦେବା ପାଇଁ। ଜବରଦସ୍ତି ସିଗ୍ନେଚର କରେଇଦେଲି। କରେଇ ସାରିଲା ପରେ ମୋର ବାପା ନାହାନ୍ତି। ମୋତେ ଗୋପାଳପୁର କଲେଜ ନେଇଗଲେ। କହିଲେ ତମର ମୁଁ ଗୋପାଳପୁର କଲେଜରେ ସିଲେକ୍ସନ କରେଇଦେବି। ମୁଁ ଯାଇକି ସେଠି ପହଞ୍ଚିଲେ ସେ ଗୋପାଳପୁର କଲେଜରେ ବିଫଳ ହେଇଛନ୍ତି ସେମାନେ ସିଲେକ୍ସନ କରିବାରେ। ମୋତେ ଆଣି ପାଖ ଖର୍ଚ୍ଚ ଉଲ୍ଲେଇ ଦେଲେ। ବହୁତ ଚେଷ୍ଟା କରିବାରୁ ସେମାନଙ୍କୁ ଅଟକେଇଲି, ସେମାନେ ଅଟକେଇଲେନି। ବାପା କିଏ ସେ ନେଇକି ସୋରରୁ ଗୋପାଳପୁର ଗଲା? ଆଶୁତୋଷ ମିଶ୍ର ସାର୍। ଆଉ କିଏ ଥିଲେ? ତ କୋଉଥିରେ ପଢିବା କଥା ତୋର ଥିଲା? କଣ ଚାହୁଁଛୁ ତୁ? ଆଉ କିଛି ଉପାୟ ନାହିଁ। କାହିଁ ସୁଇସାଇଡ୍ କରିବାକୁ ଯାଇଥିଲ? ମୁଁ କଣ କଲେଜରେ ମୋତେ ଆଡମିସନ ମିଳୁନି।